ଦେଖନ୍ତୁ ପିପିଲିରେ ବେଆଇନ ବାଲି ଚାଲାଣ ହେଉଥିବାର ଖବର ବିଭିନ୍ନ ସମୟରେ ପ୍ରସାରଣ ହେଉଛି। ବିଭିନ୍ନ ସମୟରେ ଏହି କଥାକୁ ନେଇ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ରାଜନେତାମାନଙ୍କୁ ସାଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। କିନ୍ତୁ କେବଳ କ'ଣ ଏଇ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାମାନେ ଏହାର ଉତ୍ତରଦାୟିତ୍ୱ କି? ଏହି ଚୋରି ବାଲି ଚୋରା ଚାଲାଣର ଏଇ ମିଡ଼ିଆ ଏହାର ଉତ୍ତରଦାୟିତ୍ୱ ନୁହେଁ କି? ଏଭଳି ପ୍ରଶ୍ନ ବିଭିନ୍ନ ସମୟରେ ମଧ୍ୟ ମିଡ଼ିଆକୁ ନେଇକି ମଧ୍ୟ ସାଧାରଣ ଏବେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ବିଶେଷ କରି ଯଦି କହିବା, ଯେତେବେଳେ ବିଭିନ୍ନ ସମୟରେ ପିପିଲିରେ ବାଲି ଚୋରା ଚାଲାଣ ହେଉଛି, ଏହାକୁ ନେଇକି ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମକୁ ଛାଡ଼ିଦେଲା ପରେ ଅଧିକାଂଶ ଯେଉଁମାନେ ମେନ୍ ଷ୍ଟ୍ରିମ୍ କହୁଛନ୍ତି, ସେଇ ମେନ୍ ଷ୍ଟ୍ରିମ୍ ଯେଉଁ ରହିଲେ ଗଣମାଧ୍ୟମମାନେ ଏହାକୁ ନେଇକି କ'ଣ ପାଇଁ ନିରୁତ୍ତର ରହିଛନ୍ତି, ଯାହାକୁ ନେଇକି ମଧ୍ୟ ଗୋଟେ ପ୍ରକାର ସାଧାରଣରେ ପ୍ରଶ୍ନ ଉଠୁଛି। ଏଇ ଯେତେବେଳେ ବାଲି ଚୋରା ଚାଲାଣକୁ ନେଇକି ବିଭିନ୍ନ ସମୟରେ ପିପିଲିରେ ଯେତେବେଳେ ବାଲି ଚୋରା ଚାଲାଣ କରାଯାଉଛି, ସେହି ସମୟରେ ପ୍ରଶାସନିକ ଅଧିକାରୀମାନଙ୍କୁ ସାଧାରଣରେ ନିନ୍ଦିତ ହେବାକୁ ପଡ଼ୁଛି, ରାଜନେତାମାନଙ୍କୁ ନିନ୍ଦିତ ହେବାକୁ ପଡ଼ୁଛି। କିନ୍ତୁ ଯେଉଁମାନଙ୍କର ମୁଖ୍ୟ ଦାୟିତ୍ୱ ଏହି ଚୋରା ଚାଲାଣକୁ ରୋକିବାରେ ଏବଂ ପ୍ରଶାସନର ଆଖି ଖୋଲିବାରେ, ସେମାନଙ୍କ ଦାୟିତ୍ୱ କ'ଣ ପାଇଁ ସେମାନେ ନୀରବ ସାଜୁଛନ୍ତି? ସେମାନେ ନୀରବ ଦ୍ରଷ୍ଟା ସାଜିବାର ମୁଖ୍ୟ କାରଣ କ'ଣ? ଏହାକୁ ନେଇକି ବିଭିନ୍ନ ସମୟରେ ମଧ୍ୟ ଏବେ ଯେଉଁ ରହିଛି ମିଡ଼ିଆ, ସେ ମିଡ଼ିଆକୁ ନେଇକି ମଧ୍ୟ ସାଧାରଣ ଗୋଟେ ପ୍ରକାର ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ଦର୍ଶକ ବନ୍ଧୁ ଦେଖନ୍ତୁ, ମିଡ଼ିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସମୟରେ ଯେତେବେଳେ ବିଭିନ୍ନ ଖବରକୁ ଲୋକଲୋଚନକୁ ଆସିଥାଏ, ସରକାରଙ୍କ ନିକଟକୁ ପହଞ୍ଚିଥାଏ, ସେଥିରେ ମିଡ଼ିଆର ଗୋଟେ ଗୁରୁ ଦାୟିତ୍ୱ ରହିଥିବାର କଥା କୁହାଯାଉଛି। କିନ୍ତୁ ଆପଣ ଦେଖନ୍ତୁ, ଯେତେବେଳେ ପିପିଲିରେ ବାଲି ଚୋରା ଚାଲାଣ କରାଯାଉଛି, ପିପିଲିରେ ପ୍ରଶାସନିକ ଅଧିକାରୀମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି, ରାଜନେତାମାନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି, ବିଭିନ୍ନ ସମୟରେ ଯେତେବେଳେ ଖବର ପ୍ରସାରଣ କରାଯାଉଛି, ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମକୁ ଛାଡ଼ିଦେବା ପରେ ପ୍ରତିଷ୍ଠିତ ଗଣମାଧ୍ୟମମାନେ ଏହି ଖବର ପ୍ରସାରଣ କରୁନାହାନ୍ତି ଏବଂ ପ୍ରସାରଣ କରିବା ପାଇଁ ସେମାନେ ଇଚ୍ଛୁକ ନଥିବାର ଗୋଟେ ପ୍ରକାର ଦେଖିବାକୁ ମିଳୁଛି, ଯାହାକୁ ନେଇ ଏବେ ସାଧାରଣ ମଧ୍ୟ ସେମାନେ ସମାଲୋଚନାର ଶିକାର ହେଉଛନ୍ତି। ଦେଖନ୍ତୁ, ବିଶେଷ କରି ଯେତେବେଳେ ପିପିଲିରେ ବାଲି ଚୋରା ଚାଲାଣ କରାଯାଉଛି, ଯେତେବେଳେ ମେନ୍ ଷ୍ଟ୍ରିମ୍ର ଯେଉଁ ଗଣମାଧ୍ୟମମାନେ ରହୁଛନ୍ତି, ସେଇ ମେନ୍ ଷ୍ଟ୍ରିମ୍ର ଗଣମାଧ୍ୟମମାନେ ଏ ଖବର କ'ଣ ପାଇଁ ପ୍ରସାରଣ କରୁନାହାନ୍ତି, ତାଙ୍କର ଯେଉଁ ଚ୍ୟାନେଲ୍ ମାନେ ଏ ଖବର କ'ଣ ପାଇଁ ପ୍ରସାରଣ କରୁନାହାନ୍ତି, ତାକୁ ନେଇ ପିପିଲିର ବୁଦ୍ଧିଜୀବୀମାନେ ଏବେ ପ୍ରଶ୍ନ କରୁଛନ୍ତି। ଦେଖନ୍ତୁ, ରାଜ୍ୟର ଅନେକ ସ୍ଥାନରେ ଯେତେବେଳେ ବାଲି ଚୋରା ଚାଲାଣ କରାଯାଉଛି, କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରିବା କଥା କୁହାଯାଉଛି, ସେ ସମୟରେ ବିଭିନ୍ନ ଚ୍ୟାନେଲରେ ଏ ଖବରକୁ ପ୍ରସାରଣ କରାଯାଉଛି। ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ରାଜନେତା ହୁଅନ୍ତୁ, ଏଭଳିକି ଯେତେବେଳେ ବହୁ ରାଜନେତା ମଧ୍ୟ ଆ ପରେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି, କିଭଳି ପ୍ରଶାସନ ଏଥିପାଇଁ ଦୃଷ୍ଟି ଦେବ, ସେଥିପାଇଁ ମଧ୍ୟ ସରକାରଙ୍କୁ ସେମାନେ ଦାବି କରୁଛନ୍ତି। କିନ୍ତୁ ପିପିଲିରେ ଏଭଳି ଯେଉଁ ବ୍ୟତିକ୍ରମକୁ ଦେଖିବା ପରେ ସାଧାରଣ ଯେଉଁ ଲୋକମାନେ ହୁଅନ୍ତୁ, ବୁଦ୍ଧିଜୀବୀମାନେ ହୁଅନ୍ତୁ ଏବଂ ସମାଜସେବୀ ହୁଅନ୍ତୁ, ନିଶ୍ଚିତ ରୂପେ ମିଡ଼ିଆକୁ ପ୍ରଶ୍ନ କରିବା ସ୍ୱାଭାବିକ କଥା। କାରଣ ଅନେକ ସମୟରେ ଆପଣ ଦେଖୁଥିବେ, କେତୋଟି ହାତ ଗଣତି କିଛି ଗଣମାଧ୍ୟମକୁ ଛାଡ଼ିଦେଲା ପରେ ଯେତେବେଳେ ମେନ୍ ଷ୍ଟ୍ରିମ୍ କୁହାଯାଉଛି, ଯେଉଁମାନେ ଅନେକ ସମୟରେ ଆପଣ ଦେଖିଥିବେ ସେଇ ମେନ୍ ଷ୍ଟ୍ରିମ୍ର ଖବରଦାତା ମାନେ କେବଳ ଯେଉଁ ସାଧାରଣ ସଭା ସମିତିକୁ ଛାଡ଼ିଦେବା ପରେ ଲୋକମାନଙ୍କ ହିତରେ ଆସୁଥିବା କୌଣସି ଖବରକୁ ପ୍ରସାରଣ କରୁନାହାନ୍ତି, ଲୋକମାନଙ୍କର ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣୁନାହାନ୍ତି। ନିଶ୍ଚିତ ରୂପେ ସାଧାରଣ ଲୋକମାନଙ୍କର ମଧ୍ୟରେ ଏ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି, ଏ ଯେଉଁ ବାଲି ଚୋରା ଚାଲାଣ କରାଯାଉଛି, ଏ ବାଲି ଚୋରା ଚାଲାଣ ପଛରେ ମିଡ଼ିଆ ତା'ର ଦାୟିତ୍ୱ ସୁଚାରୁ ରୂପେ କାହିଁକି ତୁଲାଉନି? ଆ ପଛରେ କ'ଣ ରହିଛି ରହସ୍ୟ? ଦର୍ଶକ ବନ୍ଧୁ, ଯେତେବେଳେ ଗତକାଲି ଏଭଳି ଖବର ପ୍ରସାରଣ କରାଯାଇଥିଲା, ଯେତେବେଳେ ପ୍ରଶ୍ନ କରାଯାଇଥିଲା ପ୍ରଶାସନିକ ଅଧିକାରୀ ରାଜନେତାମାନଙ୍କୁ ଯେ ପିପିଲିରେ ବାଲି ଚୋରା ଚାଲାଣ କରାଯାଉଛି, ଏ ଚୋରା ଚାଲାଣ ପଛରେ କ'ଣ ପାଇଁ ସେମାନେ ନୀରବତା ସାଜିଛନ୍ତି? ପରବର୍ତ୍ତୀ ସମୟରେ ଗତକାଲି ସନ୍ଧ୍ୟାରେ ମଧ୍ୟ ଏ ସମୟରେ ଏ ନେଇ ମଧ୍ୟ କିଛି ବନ୍ଧୁମାନେ ଆମ ସହିତ ଆଲୋଚନା କରୁଥିଲେ। ସେମାନେ ମଧ୍ୟ କିଛି ଅଡ଼ିଓ ଭାଇରାଲ୍ ଅଡ଼ିଓଟାକୁ ମୋତେ ଶୁଣାଉଥିଲେ, ଯେଉଁ ଅଡ଼ିଓ ଭାଇରାଲ୍ରେ କିଛି ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ କହୁଛନ୍ତି ଏ ଖବର କିଛି ପ୍ରଭାବ ପଡ଼ିବ ନାହିଁ, କାରଣ ଇଏ କୌଣସି ମେନ୍ ଷ୍ଟ୍ରିମ୍ରେ ଖବର ପ୍ରସାରଣ କରାଯାଉନି। ଦର୍ଶକ ବନ୍ଧୁ, ଏଥିରୁ କ'ଣ ପ୍ରମାଣ ହେବାକୁ ଚାହୁଁଛି, କ'ଣ ପ୍ରମାଣ ହେବାକୁ ଯାଉଛି? ଯେତେବେଳେ ମେନ୍ ଷ୍ଟ୍ରିମ୍ରେ ଖବର ପ୍ରସାରଣ ହେଉନି, ଡିଜିଟାଲ ଗଣମାଧ୍ୟମ ଆକୁ ଗୁରୁତ୍ୱ ଦେଉଛି, ବାଲି ଚୋରା ଚାଲାଣ ହେଉଥିବା ଖବର ପ୍ରସାରଣ ହେଉଛି, ମେନ୍ ଷ୍ଟ୍ରିମ୍ରେ ଖବର ବାଜୁନି, ତେଣୁ ଇଏ ଖବରକୁ ନେଇକି ବ୍ୟତିବ୍ୟସ୍ତ ହୁଅନ୍ତିନି ବୋଲି ଯେ ଯେଉଁ ଅଡ଼ିଓ ଭାଇରାଲ୍ ହେଉଛି, ଯେଉଁ ବୁଦ୍ଧିଜୀବୀ ସମାଜସେବୀ ଗତକାଲି ମୋତେ ସେ ଅଡ଼ିଓ ଭାଇରାଲ୍କୁ ଶୁଣାଉଥିଲେ, ସିଏ ଆପରେ ଗୋଟେ ପ୍ରକାର ନିଶ୍ଚିତ ରୂପେ ସାଧାରଣ ଲୋକମାନଙ୍କର ମନରେ ମିଡ଼ିଆ ପ୍ରତି ଯେଉଁ
রয়েছে বিশ্বাস রয়েছে সে বিশ্বাস নিশ্চিত রূপে হটিব কারণ ଆପଣ ଦେଖନ୍ତୁ ପିପିଲିର ଅନେକ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି ଯଦି ସରକାରୀ ଭାବରେ ଗୋଟିଏ ବାଲିଘାଟ ଏବେ ଚାଲୁଥିବା କଥା କୁହାଯାଉଛି ମାର୍ଚ୍ଚ ମାସ ପାଇଁ ତା'ର ଅବଧି ରହିଛି କିନ୍ତୁ ବର୍ତ୍ତମାନ ସବୁଠି ବେଆଇନ ବାଲିଘାଟ ଚାଲିଛି ଏବଂ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି ହଜାର ହଜାର ସଂଖ୍ୟାରେ ଟ୍ରକରେ ମଧ୍ୟ ବାଲି ଚୋରାଚାଲାଣ କରିବା କଥା ମଧ୍ୟ କୁହାଯାଉଛି ଗତକାଲି ଆପଣ ଦେଖିବେ ଯେତେବେଳେ ବାଲେଶ୍ୱରରେ ଯେତେବେଳେ ବାଲି ଚୋରାଚାଲାଣ କରାଯାଉଥିଲା ସ୍ଥାନୀୟ ତହସିଲଦାର ମଧ୍ୟ 600ରୁ ଉର୍ଦ୍ଧ୍ୱ ଯେଉଁ ବଡ଼ ବଡ଼ ଟ୍ରକକୁ କୋଟି କୋଟି ଟଙ୍କାର ଯେଉଁ ବାଲି ଚୋରାଚାଲାଣକୁ ମଧ୍ୟ ରୋକିବାରେ ସମର୍ଥ ହୋଇଥିଲେ ଏହାପରେ ଏଇ ରାଜ୍ୟ ସାରା ମଧ୍ୟ ଏହା ଗୋଟେ ହଇଚଇ ସୃଷ୍ଟି କରିଥିଲା କିନ୍ତୁ ଦେଖନ୍ତୁ ଭୁବନେଶ୍ୱରରୁ ଅତି ନିକଟତର ପିପିଲି ମାତ୍ର 15 କିଲୋମିଟର ଦୂରରେ ରହିଛି ଏବଂ ଯେଉଁ ଦୁଇଟି ନଦୀ ରହିଛି ଦୟା ଭାର୍ଗବୀ ନଦୀ ସେ ଦୟା ଭାର୍ଗବୀ ନଦୀରେ ଦୈନନ୍ଦିନ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରାଯାଉଛି ପିପିଲିରୁ ଏଇ ବାଲି ଯାଇକି ଖୋର୍ଦ୍ଧା ନୟାଗଡ଼ ଏବଂ ବିଭିନ୍ନ ସ୍ଥାନ ଯଦି କହିବା ପୁରୀର ବିଭିନ୍ନ ସ୍ଥାନକୁ ଯାଉଛି ବିଲ୍ଡର୍ସମାନଙ୍କ କାମରେ ଆସୁଛି କିନ୍ତୁ ଏ ନେଇକି ପ୍ରଶାସନିକ ଅଧିକାରୀ ତ ପୂର୍ବରୁ ଚୁପ୍ ରହିଛନ୍ତି ରାଜନେତା ତ ପୂର୍ବରୁ ଚୁପ୍ ରହିଛନ୍ତି କିନ୍ତୁ ମିଡ଼ିଆକୁ ଯେଉଁ ପ୍ରଶ୍ନ ଉଠୁଛି ମିଡ଼ିଆ ମଧ୍ୟ ତା'ର ଯେଉଁ ଦାୟିତ୍ୱ ତୁଲାଇବା କଥା ମିଡ଼ିଆ ମଧ୍ୟ ତା'ର ଦାୟିତ୍ୱ ତୁଲାଉନି ସେଥିପାଇଁ ମଧ୍ୟ ଆଜି କାଠଗଡ଼ାରେ ମଧ୍ୟ ମିଡ଼ିଆ ଠିଆ ହେଇଛି ଏଥିପାଇଁ ମଧ୍ୟ ସାଧାରଣ ଲୋକମାନଙ୍କର କଟୁ ସମାଲୋଚନାର ଶିକାର ହେଉଛନ୍ତି ତେଣୁ ଯେଉଁ କଥା ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି ଯେ ମିଡ଼ିଆର ପାଟି ଚୁପ୍ କରିବା ପାଇଁ ଖବର ପ୍ରସାରଣ କରିବା ପାଇଁ ଯେଉଁ ମୋଟା ଅଙ୍କର ଅର୍ଥ ନେଇକି ଚୁପ୍ କରାଯାଉଛି ସେଥିରୁ ଗୋଟିଏ କଥା ମଧ୍ୟ ପ୍ରମାଣିତ ହେଉଛି ଯେଉଁ ପ୍ରତିଷ୍ଠିତ ଯେଉଁ ଗଣମାଧ୍ୟମର ପ୍ରତିନିଧିମାନେ ଏ ଖବର ପ୍ରସାରଣ କରିବା ପାଇଁ ତାଙ୍କୁ କିଛି ମୋଟା ଅଙ୍କର ଅର୍ଥ ଦିଆଯାଇଛି କି ସାଧାରଣ ଯେଉଁ କଥା ଉଠୁଛି ତାହା ମଧ୍ୟ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ କଥା ତେଣୁ ବର୍ତ୍ତମାନ ମିଡ଼ିଆକୁ ନେଇକି ଅନେକ ସମୟରେ ଆପଣ ଦେଖନ୍ତୁ ଯେତେବେଳେ ମିଡ଼ିଆକୁ ନେଇକି ମଧ୍ୟ ଅନେକ ସମୟରେ ବିସ୍କୁଟ ମିଡ଼ିଆର ଆଖ୍ୟା ଦିଆଯାଉଛି ଏ ବିସ୍କୁଟ ମିଡ଼ିଆର ଆଖ୍ୟା ଦେବାର ଅନେକ ମଧ୍ୟ କାରଣ ରହିଛି ଆପଣ ଜାଣିଥିବେ ଯେଉଁ ଖବର ଲୋକମାନଙ୍କ ହିତରେ ଆସିବା ଦରକାର ସେ ଖବରକୁ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଆଉ ଖବର ପ୍ରସାରଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଏବଂ ଯେଉଁ ଖବର ଲୋକମାନଙ୍କର ଯେଉଁ ଏବଂ ନେତାଙ୍କର କି ସରକାରଙ୍କ ହିତରେ ଆସିବ ସେଇ ଖବର ପ୍ରସାରଣ କରିବାକୁ ବେଶୀ ଆଗ୍ରହ ଆପଣ ଦେଖନ୍ତୁ ପିପିଲିର ଅନେକ ମିଡ଼ିଆ ରହିଛନ୍ତି ଯେଉଁମାନେ କେବଳ ସଭା ସମିତିକି ଛାଡ଼ିଦେଲା ପରେ ଅନ୍ୟ କୌଣସି କାମକୁ ସେମାନେ ଗୁରୁତ୍ୱ ଦେଉନାହାନ୍ତି ପ୍ରାୟୋଜିତ ଖବର ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି ଆପଣ ଗତ କିଛି ଦିନ ତଳେ ଆପଣ ଦେଖିଥିବେ କିଛି ଗଣମାଧ୍ୟମରେ କଣାସରେ ଗୋଟେ ଘଟଣା ଘଟିଥିଲା ଗୋଟେ ମଦ୍ୟପ ଯୁବକକୁ ଟଙ୍କା ଦେଇ ବେକରେ ସାପ ପକାଇ ବୁଲାଇ ଯାଇଥିଲା ତାକୁ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା ସେ ଯେତେବେଳେ ମଦ୍ୟପ ଯୁବକ ସାପକୁ ବେକରେ ପକାଇକି ବୁଲୁଥିଲେ ଗୋଟେ ବିଷଧର ସାପକୁ ତାକୁ କ'ଣ ଶୁଣିବାକୁ ମିଳୁଛି ତାକୁ କେବଳ ଖବର ପ୍ରସାରଣ ପାଇଁ ତାକୁ 150 ଟଙ୍କା ଦିଆଯାଇଥିଲା ଏବଂ ସାପଟି ବେକରେ ପକାଇ ବୁଲାଇକି ତାର ଫଟୋ ଉତ୍ତୋଳନ କରି ନ୍ୟୁଜ୍ରେ ଛାଡ଼ିବାକୁ କୁହାଯାଇଥିଲା ଦେଖନ୍ତୁ ଏଭଳି ଖବର ପ୍ରସାରଣ ପ୍ରାୟୋଜିତ ଖବର କରିବା ପାଇଁ ଯେତେବେଳେ ଅନେକ ମିଡ଼ିଆ ଆଗ୍ରହୀ ଅଛନ୍ତି କିନ୍ତୁ ବାଲି ଚୋରାଚାଲାଣ ହେଉଛି ମାଟି ଚୋରାଚାଲାଣ ହେଉଛି ପଥର ଚୋରାଚାଲାଣ ହେଉଛି ଏ ଖବର ପ୍ରସାରଣ କରାଯାଉନି ଏବଂ ମାଫିଆମାନଙ୍କୁ ବଳ ଯୋଗାଇ ଦିଆଯାଉଛି ଯେ ମେନ୍ ଷ୍ଟ୍ରିମ୍ରେ ବାଜୁନି ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଆମେ ଏତିକି କହିଦେବାକୁ ଚାହୁଁ ମେନ୍ ଷ୍ଟ୍ରିମ୍ରେ ନ ବାଜିପାରେ କିନ୍ତୁ ଅନେକ ଗଣମାଧ୍ୟମ ମଧ୍ୟ ଆଜି ମଧ୍ୟ ଅଛନ୍ତି ଯେଉଁମାନେ ନିଷ୍ଠାପର ଭାବରେ କାମ କରୁଛନ୍ତି ଏବଂ ସରକାରଙ୍କର ଆଖି ମଧ୍ୟ ଖୋଲିବାକୁ ଯେ ପର୍ଯ୍ୟନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ମଧ୍ୟ ସରକାରଙ୍କର ଆଖି ଖୋଲିବା ପାଇଁ ଆମେ ଯତ୍ନବାନ ହେବୁ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଆମର ମଧ୍ୟ ଦାୟିତ୍ୱ ରହିଛି ଯେତେବେଳେ ବାଲି ଚୋରାଚାଲାଣ କରାଯାଉଛି ସରକାରଙ୍କ ରାଜସ୍ୱ ହାନି ଘଟୁଛି ସେଥିପାଇଁ ମଧ୍ୟ ଦୈନନ୍ଦିନ ଆମେ ଏ ଖବର ପ୍ରସାରଣ କରିବୁ ଅନେକ ସମୟରେ ବିଭିନ୍ନ ଭୟଭୀତ କରାଇବା କଥା କୁହାଯାଉଛି ଏବଂ ଧମକ ମଧ୍ୟ ଦିଆଯାଉଛି ଯେଉଁମାନେ ଖବର ପ୍ରସାର କରୁଛନ୍ତି ତାଙ୍କ ଉପରେ ଅନେକ ପ୍ରେସରାଇଜ୍ କରାଯାଉଛି କିନ୍ତୁ ଆମେ ମଧ୍ୟ ଏଇଆ କହିଦେବାକୁ ଚାହୁଁ ଯେ ଅନେକ ସମୟରେ ଯେତେ ପ୍ରେସରାଇଜ୍ କଲେ ମଧ୍ୟ ଏ ବାଲି ଚୋରାଚାଲାଣ ଖବର ପ୍ରସାରଣ ହେବ ଏବଂ ପଥର ଚୋରାଚାଲାଣ ଖବର ପ୍ରସାରଣ ହେବ ଯଦିଓ ମେନ୍ ଷ୍ଟ୍ରିମ୍ ଯେଉଁମାନେ ଆମେ କରୁନୁ ଏଇ ଷ୍ଟ୍ରିମ୍ରେ ଜାତୀୟ ସ୍ତର ଗଣମାଧ୍ୟମରେ ବାଜୁଛି କି ରାଜ୍ୟସ୍ତରୀୟ ପ୍ରତିଷ୍ଠିତ ଗଣମାଧ୍ୟମରେ ମଧ୍ୟ ଲୋକଙ୍କ ସହିତ ଥିବା ଗଣମାଧ୍ୟମରେ ବାଜିଛି ଯେଉଁ ସାମ୍ବାଦିକମାନେ କହୁଛନ୍ତି ସେଇ ସାମ୍ବାଦିକମାନଙ୍କୁ ଦିନେ ନା ଦିନେ ଲୋକମାନେ ପ୍ରଶ୍ନ କରିବେ ଏବଂ ସେଇ ପ୍ରଶ୍ନବାଣରେ ମଧ୍ୟ ତାଙ୍କର ଯେଉଁ ଅଫିସ୍ ତାଙ୍କର ଯେଉଁ କାର୍ଯ୍ୟାଳୟ ଯେଉଁ ଟିଭି ଯେଉଁ ପ୍ରତିଷ୍ଠିତ ଗଣମାଧ୍ୟମ ସିଏ ମଧ୍ୟ ଦିନେ ନା ଦିନେ ଉତ୍ତରଦାୟୀ ହେବ ଆମେ ମଧ୍ୟ ସେଇ ପ୍ରତିଷ୍ଠିତ ଗଣମାଧ୍ୟମର ଯେଉଁ ଏଡ଼ିଟର ମାନେ ରହିଲେ ତାଙ୍କୁ ମଧ୍ୟ ଆମେ ପ୍ରଶ୍ନ କରିବାକୁ ଚାହୁଁଛୁ ଯେତେବେଳେ ସାଧାରଣ ଘଟଣାଟା ଘଟୁଛି
ଆକ୍ସିଡେଣ୍ଟଟା ହେଲା ବାରମ୍ବାର ଫୋନ୍ କରିକି ପଚରା ଯାଉଛି ଆକ୍ସିଡେଣ୍ଟ ହେଲା, ଭିଜୁଆଲ୍ କାହିଁ ପହଞ୍ଚୁନି। କିନ୍ତୁ ଯେତେବେଳେ ହଜାର ହଜାର ସଂଖ୍ୟାରେ ଟ୍ରକରେ ବାଲି ଚାଲାଣ କରାଯାଉଛି, କୋଟି କୋଟି ଟଙ୍କା ରାଜସ୍ୱ ଆଣୁଛନ୍ତି, ଏଥିରେ ମଧ୍ୟ କୌଣସି ଦାୟିତ୍ୱ ନାହିଁ ସେଇ ପ୍ରତିଷ୍ଠିତ ଗଣମାଧ୍ୟମ ଏଡ଼ିଟରମାନଙ୍କର? ନା କେବଳ ସେଇ ଏସି ରୁମ୍ରେ ବସିବେ ଏବଂ ସାଲିସ୍ ମାଲିସ୍ କରିକି ଖବର ପ୍ରସାରଣ କରିବେ? ତେଣୁ ଆମେ ଆଶା କରିବା ପ୍ରତିଷ୍ଠିତ ଗଣମାଧ୍ୟମ ହିସାବରେ ଯେଉଁ ଦାୟିତ୍ୱ ତାଙ୍କର ରହିଛି, ଲୋକମାନଙ୍କ ପାଇଁ ଯେଉଁ ଦାୟିତ୍ୱ ରହିଛି, ସେ ଦାୟିତ୍ୱ ସୁଚାରୁ ରୂପେ ତୁଲାନ୍ତୁ। ନଚେତ୍ କେବଳ ବନ୍ୟା ସମୟରେ ଆସି ପାଣି ଭିତରେ ପଶିକି ପ୍ରତିଷ୍ଠିତ ଗଣମାଧ୍ୟମ ହିସାବରେ ଆମେ ଖବର ପ୍ରସାରଣ କରୁଛୁ କେତେ ପାଣି ହେଇଯାଇଛି, ପାଣି ହେବାର କାରଣ କ'ଣ, ନଦୀବନ୍ଧ ଭାଙ୍ଗିଯିବାର କାରଣ କ'ଣ, ତା ପୂର୍ବରୁ ନ ଦେଖେଇ ବର୍ତ୍ତମାନ ପାଣି କେତେ ହେଇଯାଇଛି, ଅସୁବିଧା କେଉଁଠି ରହିଲା, ସେଇ ଖବର ପ୍ରସାରଣ କରିବାର ଆବଶ୍ୟକତା ସେତେବେଳେ ଯେମିତି ଅନୁଭବ କରୁଛନ୍ତି। ଏବେ କିଭଳି ଏ ସମସ୍ୟାରୁ ଲୋକମାନେ ମୁକୁଳିବେ, କିଭଳି ଏ ସମସ୍ୟା ନ ହେବ, ସେଥିପାଇଁ ପ୍ରତିଷ୍ଠିତ ଗଣମାଧ୍ୟମ ଏବଂ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଦାୟିତ୍ୱ ତୁଲାଇବାର ଗୋଟେ ପ୍ରକାର ଆବଶ୍ୟକତା ରହିଛି। ଆପଣ ଦେଖନ୍ତୁ, ପିପିଲିରେ ଯେତେବେଳେ ଏଇ ବାଲି ଚୋରା ଚାଲାଣକୁ ନେଇକି ଖବର ବାରମ୍ବାର ପ୍ରସାରଣ କରାଯାଉଛି, ଅନେକ ଲୋକଙ୍କ ପାଖରେ ମଧ୍ୟ ଆମେ ଉତ୍ତରଦାୟୀ ରହୁଛୁ ସେ ବାଲି ଚୋରା ଚାଲାଣର କାହିଁ ହେଉଛି। ବର୍ତ୍ତମାନ ବାଲି ଚୋରା ଚାଲାଣରେ ଯେଉଁ ପ୍ରତିଷ୍ଠିତ ଗଣମାଧ୍ୟମର ଭୂମିକା କ'ଣ ରହିଛି, ଆପଣ ମଧ୍ୟ ଆଉ କିଛି ଦିନ ପରେ ମଧ୍ୟ ଆପଣ ସେ ଅଡ଼ିଓ କ୍ଲିପ୍ ମଧ୍ୟ ଦେଖିବେ। ସେ ଅଡ଼ିଓ କ୍ଲିପ୍ ମାଧ୍ୟମରେ ଆମେ ଆସିବୁ ଏବଂ ସେ ଯେଉଁ ବାଲି ଚୋରା ଚାଲାଣ କରାଯାଉଛି ଏବଂ କେଉଁ ପ୍ରତିଷ୍ଠିତ ଗଣମାଧ୍ୟମ ଏଥିରେ ଅଂଶୀଦାର ରହିଛନ୍ତି ତାର ମଧ୍ୟ ଆମେ ଖୁଲାସା କରିବୁ। ଆପଣ ଆମ ସହିତ ରହିଥାନ୍ତୁ ଏବଂ ଆପଣଙ୍କ ସହଯୋଗ ଆମେ କାମନା କରୁଛୁ। ଏଇଭଳି ଖବରକୁ କିଭଳି ଏବଂ ଲୋକଲୋଚନକୁ ଆସିବ, ସେଥିପାଇଁ ମଧ୍ୟ ଆପଣଙ୍କ ଦାୟିତ୍ୱ ରହିଛି। ଯେଉଁ ଅଞ୍ଚଳରେ ଚୋରା ବାଲି ଚାଲାଣ କରାଯାଉଛି ସେ ଅଞ୍ଚଳ ଭିଜୁଆଲ୍ ମଧ୍ୟ ଆପଣ ଆମକୁ ପଠାନ୍ତୁ ଏବଂ ଆମେ ଆଶା କରିବା ଆପଣଙ୍କର ସେଇ ଭିଜୁଆଲ୍କୁ ଆମେ ମଧ୍ୟ ଖବର ପ୍ରସାରଣ କରିବୁ। ଯଦିଓ ପ୍ରତିଷ୍ଠିତ ଗଣମାଧ୍ୟମ ଆପଣଙ୍କୁ ଖବର ପ୍ରସାରଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି, କିନ୍ତୁ ଆମେ ଆଶା କରିବା ଆମେ ଜଣେ ଛୋଟିଆ ସାମ୍ବାଦିକ ହିସାବରେ ଆପଣଙ୍କ ଏହି ଖବରକୁ ଆମ ଲୋକଲୋଚନକୁ ଆଣିବୁ, ସରକାରଙ୍କ ପାଖକୁ ଆଣିବୁ ଏବଂ ଯେଉଁମାନେ ମେନ୍ ଷ୍ଟ୍ରିମ୍ କହୁଛନ୍ତି ଏବଂ ଡିଜିଟାଲ୍ ମିଡ଼ିଆରେ ବର୍ତ୍ତମାନ ଅବଶ୍ୟ ଆମେ ବି ମଧ୍ୟ ଜାଣୁଛୁ ଅନେକ ନେତା ଏବେ ମେନ୍ ଷ୍ଟ୍ରିମ୍ ପଛରେ ଦୌଡ଼ୁଛନ୍ତି ଏବଂ ଏ ସମୟ ଆସିବ ସେ ଡିଜିଟାଲ୍ ମିଡ଼ିଆକୁ ହିଁ ଅନେକ ଗୁରୁତ୍ୱ ମଧ୍ୟ ଆସିବ। ତେଣୁ ଡିଜିଟାଲ୍ ମିଡ଼ିଆ ଏବଂ ମେନ୍ ଷ୍ଟ୍ରିମ୍ ମାଧ୍ୟମରେ କିଛି ନାହିଁ। ଆପଣ ସରକାରଙ୍କ ନିକଟରେ ଖବର ନିଶ୍ଚିତ ରୂପେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ମଧ୍ୟ ଆଶା କରିବା ଏଇ ଛୋଟିଆ ଗଣମାଧ୍ୟମ ହିସାବରେ ଯେଉଁଭଳି ଭାବରେ ପିପିଲିରେ ବେଆଇନ ବାଲି ଚୋରା ଚାଲାଣ କରାଯାଉଛି, ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ନଚେତ୍ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବ ଏବଂ ଏହି କୋଟି କୋଟି ଟଙ୍କା ରାଜସ୍ୱ ହାନି ପଛରେ ସରକାର ହିଁ ନିନ୍ଦିତ ହେବେ। ଏବଂ ଅନେକ ସମୟରେ ଯଦିଓ କୁହାଯାଉଛି ପୂର୍ବ ସରକାର ସମୟରେ ହେଉଥିଲା, ପୂର୍ବ ସରକାର ସମୟରେ ହେଉଥିଲା, ଆମେ ଆଶା କରିବା ସେ କଥାକୁ ଗୁରୁତ୍ୱ ନ ଦେଇ ଏବେ ଏଇ ସରକାର କିଭଳି ଏହି ବାଲି ଚୋରା ଚାଲାଣକୁ ରୋକିବାରେ ପଦକ୍ଷେପ ନେବ ଏବଂ ଦୃଢ଼ ପଦକ୍ଷେପ ନେବ, ସେଥିପାଇଁ ଏହି ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବିଧାୟକ ଯତ୍ନବାନ ହେବେ, ଏହି ଆଶା ଆମେ ରଖିବା। ନମସ୍କାର, ରହୁଛି ଆଜିର କାର୍ଯ୍ୟକ୍ରମକୁ ମୁଁ ଏଇଠି ରହିଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି କେଉଁ ଅଞ୍ଚଳରେ ବାଲି ଚୋରା ଚାଲାଣ ହେଉଛି କିମ୍ବା ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଖବରକୁ ନେଇ ଆମେ ପୁଣି ଥରେ ଆସିବୁ ଏବଂ ଆପଣଙ୍କର ସହଯୋଗ କାମନା କରିବୁ।